ଓଁ ଭଗବତେ ବାସୁଦେବାୟ। ଚାଲନ୍ତୁ ଆଜି ବିଷ୍ଣୁ ଭଗବାନଙ୍କ ନାମ ନେଇ ଭଗବାନଙ୍କୁ ମନେ ପକାଇ ଆରମ୍ଭ କରିବା ଆଜିର ଭଗବତ ଗୀତା ପାଠ। ଭଗବତ ଗୀତା ଶୁଣନ୍ତୁ, ପୁଣ୍ୟ ଅର୍ଜନ କରନ୍ତୁ। କଳି ଯୁଗରେ ଭଗବତ ଗୀତା ସାର। ତାହେଲେ ଚାଲନ୍ତୁ ଶୁଣିବା। ଆଜି ଶୁଣିବା କବିର ଉବାଚ। କବି ବୋଲନ୍ତି ରାଏ ଶୁଣ, ଯେ ଧର୍ମ ଚିତ୍ତ ମୋ ନିର୍ଗୁଣ। ନାନା ପ୍ରକାରେ ହରି ପାଦେ, ଯାହାର ଚିତ୍ତ ପ୍ରମାଦେ। ଭଜଇ ଜାଣି ବିଷ୍ଣୁ ମାୟା, ସେ ହରି କରେ ତାକୁ ଦୟା। ବିଷ୍ଣୁର ଅଭୟ ଚରଣ, ମଙ୍ଗଳ କୁଶଳ କଲ୍ୟାଣ। ଅଶେଷ ଦୁଃଖ ନାଶ କରେ, ନିତ୍ୟ ସେ ବିଷ୍ଣୁ ନାମ ଧରେ। ଦେହ ସମ୍ପଦ ତାର ସୁତ, ଏଣେ ମୋହିତ ସାର ଚିତ୍ତ। କାମ ସଂକଳ୍ପ ଦିନେ ଦିନେ, ବଢ଼ଇ ବିଷୟ ଚିନ୍ତନେ। ମାୟାର ମନ ଆଗୋଚର, ଭ୍ରମଇ ଅଶେଷ ସଂସାର। ବିଷ୍ଣୁର ଅଭୟ ଚରଣ, ଅଶେଷ ମଙ୍ଗଳ କାରଣ। ହରିହରଣେ ସେବା ଅର୍ଥେ, ଯେବା ଉପାୟ ବେଦ ପଥେ। ଭାବ ଅଭାବ ମନେ ଗୁଣି, ମୂର୍ଖେ ତରନ୍ତି ତାହା ଶୁଣି। ଏ ଭଗବତ ଧର୍ମେ ସାର, ଏ ଧର୍ମ ଲୋଭ ଚକ୍ରଧର। ଏଣେ ଯେ ଚିତ୍ତେ କୃଷ୍ଣ ପାଦ, ତାହାଙ୍କୁ ନ ପଡ଼େ ପ୍ରମାଦ। ହୃଦେ ଗୋବିନ୍ଦ ପାଦ ଧ୍ୟାଇ, ନୟନ ବୁଡ଼ି ଯେବେ ଯାଇ। ପଥ ନ ଜାଣି ଯେବେ ହୁଡ଼େ, ସେ ପ୍ରାଣୀ କେବେହେଁ ନ ପଡ଼େ। ବେଦ ବଚନ ଧର୍ମଶାସ୍ତ୍ର, ଏବେ ପ୍ରିୟଙ୍କର ନେତ୍ର। ଏକ ନଥିଲେ କଣା ହୋଇ, ଦୁଇ ଅଭାବେ ଅନ୍ଧ ସେହି। ଏମନ୍ତ ବିପ୍ର ଦେବେ ଚିତ୍ତେ, ଦୃଢ଼େ ଭାବଇ ହୃଦଗତେ। ତାହାର ଅମଙ୍ଗଳ ନାହିଁ, ସକଳ ପାପୁ ସେ ତରଇ। ଦହେ ଧର୍ମ ଭାଗବତ ମତ, ଈଶ୍ୱର ବଚନ ନିର୍ମିତ। ଏହା ଯେ ନ କରନ୍ତି ପ୍ରାଣୀ, ଧର୍ମ ସଂଶୟେ ମନେ ଗୁଣି। ମନ ବଚନ ଦେହେ ଚିନ୍ତି, ଯେ ଅନ୍ୟ ଧର୍ମ ଆଚରନ୍ତି। ଜୀବନ ସ୍ୱଧର୍ମ ଏ ଭାବ, ହରି ଚରଣେ ସମର୍ପିତ। ଏ ଭାଗବତ ଧର୍ମ ଗୁଣ, ଈଶ୍ୱର ବଚନ ପ୍ରମାଣ। ଏଣେ ସକଳ ଜ୍ଞାନ ପାଇ, ଅଜ୍ଞାନ ତମ କ୍ଷୟ ଯାଇ। ଶୁଣ ବିଦେହୀ ମହିମତି, ସେ ହରି ଭାବ ନ ଜାଣନ୍ତି। ନାନା ପ୍ରକାରେ ତପ କରେ, ସେ ପ୍ରାଣୀ ସଂସାରୁ ନ ତରେ। ହରି ବିମୁଖ ପ୍ରାଣୀ ଯେତେ, ସେ ଥାନ୍ତି ପଶୁଙ୍କ ସଙ୍ଗତେ। ତାହାଙ୍କୁ ମୋହେ ବିଷ୍ଣୁ ମାୟା, ବିଷୟାର ସେ ମୋଢ଼େ ସ୍ନେହା। ଦେହକୁ ସ୍ତୁତି ପ୍ରାୟ ମଣି, ବୈରୀ ମିତ୍ର ଯେ ପ୍ରମାଣୀ। ଭ୍ରମଇ ଶୋକ ମୋହ ପଥେ, ଅଜ୍ଞାନ ଭ୍ରମ ବୁଦ୍ଧିଗ୍ରସ୍ତେ। ତେଣୁ ସଂସାରେ ମୋହେ ପଡ଼ି, ଦୁଃଖ ସଙ୍କଟେ ଥାନ୍ତି ଜଡ଼ି। ଯାର ମାୟାର ଏତେ ଗତି, ଏ ଭାବ ବୁଦ୍ଧି ଜନ ଚିନ୍ତି। କୃଷ୍ଣ ଭଜନ୍ତି ଏକ ମନେ, ନିର୍ମଳ ଧର୍ମ ଆତ୍ମଜ୍ଞାନେ। ମନେ ଭାବନ୍ତି ଜ୍ଞାନ ଲୋଭେ, ଯେ ସନ ଗୁରୁ ଶିଷ୍ୟ ଭାବେ। ଜୀବ ଅଜ୍ଞାନ ଭାବ ଦେଖ, ଦୁଃଖକୁ ମଣେ ମହା ସୁଖ। ଯେ ସନ ସ୍ୱପ୍ନ ମନୋରଥେ, ଭ୍ରମଇ ନିଦ୍ରାର ଆୟତେ। ମଣଇ ସତ୍ୟ ପ୍ରାୟ ତାହା, ନିଦ୍ରା ବୋଧନେ ସର୍ବମାୟା। ଏ ମନ କୃଷ୍ଣ ପାଦେ ଦେଲେ, ଏ ମାୟା ନ ଲାଗଇ ଭଲେ। ଦୁର୍ଗମ ପଥ ଏ ଭଜନ, ଭଜିଲେ ଯୋଗୀ ଜନ। ଏବେ କହିବା ଶୁଣ ରାୟ, ସେ ହରି ଭଜନ ଉପାୟ। କୃଷ୍ଣର ଜନ୍ମ କର୍ମ ଯେତେ, ନାନା ଚରିତ ଏ ଜଗତେ। ଶ୍ରବଣେ ଶ୍ରବଣ ମଙ୍ଗଳ, ତାରଇ ଭୁବନ ମଣ୍ଡଳ। ସେ ନାମ ଭାବେ ଚିତ୍ତ ଜଡ଼ି, ହୃଦୟ ଲାଜ ଭୟ ଛାଡ଼ି। ଭଜେ ଡାକିବ ନାମ ପୁଣି, ଶୁଣିବ ସକଳ ଶ୍ରବଣ। ଆନନ୍ଦେ ତୋଲିବେ ନିକର, କଣ୍ଠ ଗର୍ଜନ ଉଚ୍ଚେଶ୍ୱର। ଉନ୍ନତ ପ୍ରାୟ ନୃତ୍ୟ କରେ, ଲୋକ ବେଭାରେ ପରିହରେ। ଗଗନ ସମୀରଣ ଜ୍ୟୋତି, ସେ ଅବା ସକଳ ଧରିତ୍ରୀ। ନଦୀ ଚରିତ ତରୁଗଣ, ପର୍ବତ ସ୍ଥାବର ଜଙ୍ଗମ। ଏସବୁ କୃଷ୍ଣଙ୍କ ଶରୀର, ଜନ୍ତୁଙ୍କ ବାହ୍ୟ ଆଭ୍ୟନ୍ତର।
ନିଶ୍ଚୟ ଜାଣି ଦୃଢ଼ ଚିତ୍ତେ ପ୍ରମାଣ କରୁଥିବ ନିତେ। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ଏ ଭାବେ ଲୋଭେ କୃଷ୍ଣ ପାଦ ହରଇ ବିଷୟ ବିଷାଦ। ଏ ଭାବେ ପୂର୍ବ ତତ ଫଲେ ଜନ୍ମଇ ଭାରତ ମଣ୍ଡଲେ। ନିର୍ମଳ ଜ୍ଞାନ ଭାବ ଯେତେ ଯେବେ ଚିନ୍ତଇ ହୃଦଗତେ। ଦୁର୍ଲଭ କର୍ମ ଏ ବଚନ ଯେ କରେ ଶ୍ରବଣ କୀର୍ତ୍ତନ। ଅନେକ ଜନ୍ମେ ଏହା ସାଧି ନିଗମ ବାକ୍ୟ ଏ ପ୍ରସିଦ୍ଧି। ଶୁଣ ହେ ରାଜା ମନ ଦେଇ ଉତ୍ତମ ଶିଷ୍ୟ ଏହା କହି। ଭକତି ଯୋଗେ ପ୍ରାଣୀଙ୍କର ଶ୍ରବଣ କୀର୍ତ୍ତନ ଗୋଚର। ଏଣେ ହଉ ତତ୍ତ୍ୱଜ୍ଞାନ ସ୍ମରେ ବିଷୟ ରସ ଯେ ସୁମରେ। ବଢ଼ଇ ଦିନେ ଦିନେ ଜ୍ଞାନ ଜନ୍ତୁଙ୍କ ଭୋଜନ ଯେ ସନ। ଅନ୍ତ ଭୋଜନେ ପ୍ରତିଗ୍ରାସ କ୍ଷୁଧା ପିପାସା ହୁଏ ନାଶ। ସନ୍ତୋଷେ ତୃଷ୍ଟି ସୃଷ୍ଟି ଲୋଭେ ନିଦ୍ରା ଆନନ୍ଦେ ସୁଖ ଲୋଭେ। କୃଷ୍ଣ ଭଜନେ ଏହି ମତେ ଜ୍ଞାନୀ ସାଧନ୍ତି ଏ ଜଗତେ। ଜନ୍ମଇ ବିଷୟ ବୈରାଗ ମାୟା ଜଡ଼ିତ ସୁଖ ତ୍ୟାଗ। ଅଜ୍ଞାନ ହରେ ଦିବ୍ୟ ଜ୍ଞାନେ ଅନୁଭବ ଅଭ୍ୟାସନେ। ଆନନ୍ଦ ରସ ପାଇ ନୀତି ଚିତ୍ତେ ପ୍ରବେଶ ହୁଏ ଶାନ୍ତି। ଶାନ୍ତି ଭଜଇ ସୁଖ ଭରେ ତୃତୀୟ ତାପରୁ ନିସ୍ତରେ। ଆଗାମୀ ଅଧ୍ୟାୟରେ ପଢ଼ିବା ତୃତୀୟ ଅଧ୍ୟାୟ ତ୍ରିବିଧ ବୈଷ୍ଣବ ଲକ୍ଷ୍ମଣ କଥା। ଯଦି ଆଜିର ଭଗବତ ଗୀତା ଆପଣମାନଙ୍କୁ ଯଦି ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକି ନା ଏଇଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଏହିପରି ଭିଡ଼ିଓ ସବୁ ଦେଖିପାରିବେ ଶୁଣିପାରିବେ। ତାହେଲେ ରହୁଛି ଓମ୍ ଭଗବତେ ବାସୁଦେବାୟ। ଭଗବତ ଗୀତା ପାଠ ଶୁଣନ୍ତୁ, ପୁଣ୍ୟ ଅର୍ଜନ କରନ୍ତୁ। କଳି ଯୁଗରେ ଭଗବତ ଗୀତା ସାର। ଓମ୍ ଭଗବତେ ବାସୁଦେବାୟ।